ତେବେ ଆସନ୍ତୁ ଆମମାନେ ଆରମ୍ଭ କରିବା। ଆଉ ମୁଁ ପ୍ରାର୍ଥନା କରିବି। ଆମମାନଙ୍କ ମଧ୍ୟରେ ସତାର ଭାଇ ଅଛନ୍ତି, ଆଉ ସେ ଗୀତ ଗାଇବେ। ସତାର ଭାଇ ପ୍ରସ୍ତୁତ? ଠିକ ଅଛି, ଧନ୍ୟବାଦ। ଆଉ ଆମମାନଙ୍କ ମଧ୍ୟରେ ମାଧବ ଅଛି, ଯେ ଆଜିର ବାକ୍ୟ ସେ ଆଜି ରଖିବେ। ତେବେ ଆସନ୍ତୁ ଆମମାନେ ପ୍ରାର୍ଥନା କରିକି ଆମମାନେ ଆରମ୍ଭ କରିବା। ଆଖି ବନ୍ଦ କରିବା, ଧ୍ୟାନ ଦବା। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା ପରମେଶ୍ୱର, ପିତା ଏତେବେଳେ ଆପଣଙ୍କର ସେ ମହାନ ପବିତ୍ର ପ୍ରେମ ନାମକୁ ଆମେ ଧନ୍ୟବାଦ ଦଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ପିତା ପିତା ଏଇ ସନ୍ଧ୍ୟା ସମୟରେ ପିତା ଆମ ସମସ୍ତଙ୍କୁ ଆପଣ ପୁଣି ଥରେ ଏକତ୍ର କଲେ। ଦିନ ତମାମ ଆମମାନଙ୍କର ସମସ୍ତ କର୍ମରେ ପିତା ସମସ୍ତ ପ୍ରକାର ଅସୁବିଧାରୁ, ଅନାଟନରୁ, ଅଭାବରୁ, ରୋଗରୁ ଉଦ୍ଧାର ହେଲେ। ତେଣୁ ଆପଣ ମାନଙ୍କୁ ଧନ୍ୟବାଦ ଦଉଛୁ। ପିତା ପ୍ରାର୍ଥନା କରୁଅଛୁ ଆଜିର ବାକ୍ୟ ପାଇଁ। ପିତା ଆଜି ଯାହାବି ବାକ୍ୟ ଆମମାନଙ୍କ ପାଇଁ ଆପଣ ରଖିଅଛନ୍ତି, ସେ ବାକ୍ୟ ଦେଇକି ପିତା ଆମମାନଙ୍କୁ କଥା କୁହ ପିତା। ଏବଂ ଯାହାବି ଆଜି ଆମମାନେ ଶିଖିବୁ, ଶୁଣିବୁ ପିତା, ସେଇ ଅନୁସାରେ ଆମେ ଯେପରି ଜୀବନ କାଟିବୁ ଏବଂ ଆମର ଆତ୍ମ କ୍ଷେତ୍ର, ଶାରୀରିକ କ୍ଷେତ୍ର, ଜାଗତିକ କ୍ଷେତ୍ରରେ ପିତା ଆମେ ଆହୁରି ଉନ୍ନତି ହେଇପାରିବୁ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଏକ ଉତ୍ତମ ଖ୍ରୀଷ୍ଟିଆନ ଭାବେ ପିତା ମାନେ ଜୀବନ ଯାପନ କରିପାରି ପିତା ମାନଙ୍କୁ ସାହାଯ୍ୟ କରନ୍ତୁ। ବାକ୍ୟ କହିବାକୁ ଥିବା ଭାଇକୁ ମଧ୍ୟ ଆପଣଙ୍କର ଅଛି ପିତା, ଆପଣ ତାକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏବଂ ପିତା ଆମମାନେ ଯୋଉ ଶ୍ରୋତା ମାନେ ଅଛୁ, ଆମମାନେ ମଧ୍ୟ ପିତା ମନ ଧ୍ୟାନ ଦେଇ ଶୁଣିବୁ, ତାକୁ ବୁଝି ପାରିବୁ। ପିତା ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବିଷୟରେ ସହବର୍ତ୍ତୀ ପରମେଶ୍ୱର କୁହନ୍ତୁ। ଏବଂ ଯୋଉ ଭାଇ ଭଉଣୀ ମାନେ ଜଡ଼ିତ ହେଇନାହାନ୍ତି, ସେମାନେ ମଧ୍ୟ ଯଥାଶୀଘ୍ର ଯୋଡି ହୋଇ ଆପଣଙ୍କର ଏ ଶିକ୍ଷାର ଲାଭ ଉଠେଇ ପାରିବେ। ପିତା ଆପଣ ସେମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଯାହା ମାଗି ନାହିଁ ପ୍ରଦାନ କରନ୍ତୁ। ସମସ୍ତ ପ୍ରକାର ଭୁଲ ଦୋଷ ଦୟାକରି କ୍ଷମା କରନ୍ତୁ। ଏ ପ୍ରାର୍ଥନା ଆପଣଙ୍କ ପ୍ରିୟ ପୁତ୍ର ପ୍ରଭୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଠିକ ଅଛି, ଧନ୍ୟବାଦ। ବର୍ତ୍ତମାନ ଆମମାନେ ସତାର ଭାଇ ଅଛନ୍ତି ଆମମାନଙ୍କ ମଧ୍ୟରେ, ସେ ଗୀତ ଦ୍ଵାରା ଈଶ୍ୱରଙ୍କ ପ୍ରଶଂସାକୁ ଆହୁରି ଆଗକୁ ବଢେଇବେ। ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେଇ ରୁହ ମୋ ପ୍ରଭୁ ଯୀଶୁ। ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେଇ ରୁହ ମୋ ପ୍ରଭୁ ଯୀଶୁ। ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ମତେ ଦୟା ଦେଖେଇବା ମୋ ପ୍ରଭୁ, ମତେ ହୃଦୟରେ ରଖିବା ମୋର ଯୀଶୁ। ଆସିଅଛି ତୁମ ପାଦ ତଳେ, ଆସିଅଛି ତୁମ ପାଦ ତଳେ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ ତୁମ ପାଶେ। ଆସିଅଛି ତୁମ ପାଦ ତଳେ, ଆସିଅଛି ତୁମ ପାଦ ତଳେ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ, ମୋ ଦୁଃଖକୁ ନେଇ ତୁମ ପାଶେ। ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେଇ ରୁହ ମୋ ପ୍ରଭୁ ଯୀଶୁ। ମୋ ସାଥିରେ ରୁହ ମୋ ପ୍ରଭୁ ଯୀଶୁ, ମୋ ପାଖେଇ ରୁହ ମୋ ପ୍ରଭୁ ଯୀଶୁ। ସମୟ ଦେବା ମାଧବ ଭାଇଙ୍କୁ।
ଠିକ ଅଛି ମାଧବ। ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର। ସର୍ବପ୍ରଥମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଏବଂ ଏ ସୁଯୋଗ ଦେଇଥିବାରୁ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆମମାନେ ଆଜି ପରମେଶ୍ୱରଙ୍କର ବାକ୍ୟ ଶୁଣିବା। ଆମମାନେ ଗୋଟେ ଗପ ମଧ୍ୟ ଯାହା ସତ ଘଟଣା, ସେ ଘଟଣାରୁ ଆମେ କିଛି ଶିଖିବା ପାଇଁ କିଛି ଆମକୁ କିଛି ଶିକ୍ଷା ମିଳେ। ସେଇ କେତୋଟି ପଏଣ୍ଟ ଆମେ ଆଜି ଶିଖିବା। ସେହି କାହାଣୀରୁ ଆମକୁ କିଛି ବା ସେଇ ସତ୍ୟ ଘଟଣାରୁ କିଛି ଆମକୁ ଆମ ଜୀବନକୁ ବଦଳାଇବା ପାଇଁ ବା ଆମ ଜୀବନରେ ତାହା ଯେତେବେଳେ ଆସେ ସେ ସମୟରେ ଆମେମାନେ ମଧ୍ୟ କିପରି ସ୍ଥିର ଭାବରେ ରହିପାରିବା, ସେଥିପାଇଁ ସେ ଗୋଟିଏ ଛୋଟିଆ ଘଟଣାଟି ଆମେ ପ୍ରଥମେ ପଢିବା ଭଲସେ, ତାପରେ ଆମେ ତାକୁ ବୁଝିବା ପାଇଁ ଚେଷ୍ଟା କରିବା। ଆମେ ପଢିବା ମାର୍କ ଅଧ୍ୟାୟ 4ର ମାନେ 35ରୁ 41 ଯାଏଁ ପଢିବା ପ୍ରଥମେ, ତାପରେ ତା ବିଷୟରେ କିଛି ଆମେ ଶିଖିବା ପାଇଁ ଚେଷ୍ଟା କରିବା। 35 ସେହିଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ ଆର ପାରିକି ଯିବା। ସେଥିରେ ସେମାନେ ଲୋକ ସମୂହକୁ ପରିଚୟ କରି ସେ ଯେପରି ଥିଲେ ସେପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା। ଆଉ ପ୍ରବଳ ତୋଫାନ ହେଲା। ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ। ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଣ ଚିନ୍ତା ନାହିଁ? ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁ ନିହ, ଚୁପ୍ କର। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ କାହିଁକି ଏଡେ ଭୀରୁ? ଏ କଣ, ତୁମମାନଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ଏଠାରେ ଘଟଣାଟି ଏହା, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଫରନାହୁମରେ ପ୍ରଚାର କରୁଥିଲେ, ସେଠାରୁ ଦିନେ କଣ ହେଲା ନା, ସନ୍ଧ୍ୟା ବେଳେ ଆପଣ 5 ଶିଷ୍ୟ ମାନଙ୍କୁ ନେଇ ସେ 5 ନା 4 ବୋଧେ 5 ବୋଧେ ତ 5 ନା ଶିଷ୍ୟ, ହଁ, ତ 5 ଜଣ ଶିଷ୍ୟ। ତ ଏଠି 5 ଜଣ ଶିଷ୍ୟଙ୍କୁ ନେଇ ସେ କଣ କରୁଛନ୍ତି ନା, କଫରନାହୁମର ଆରପଟିକି ସେମାନେ ଯିବା ପାଇଁ ସେ କଣ କଲେ, ସେମାନଙ୍କୁ ଡାକିଲେ। ଏବଂ ସେଇ ସମୟରେ ଏଠାରେ କଣ ହଉଛି, ସେମାନେ ଜାହାଜରେ ମଧ୍ୟ ଚଢିଲେ। ତାଙ୍କର ଯୋଉ ନୌକା ଅଛି ସେ ନୌକାରେ ଚଢି ସେମାନେ ଆର ପାରିକି ଯେତେବେଳେ ଯାଉଛନ୍ତି, ସେଇ ସମୟରେ ଏଠାରେ କଣ ହଉଛି ନା, ପବନ ତୋଫାନ ଆସୁଛି, ଯାହା ଦ୍ୱାରା ତାଙ୍କର ସେ ନୌକାରେ ମଧ୍ୟ ପାଣି ପଶି ଯାଉଛି। ଏବଂ ସେଇ ସମୟରେ ପ୍ରଭୁ ଯୀଶୁ କଣ ହଉଛନ୍ତି ନା, ତାଙ୍କର ଡଙ୍ଗାର ସେ ପଛଆଡେ ଯୋଉଠି ତାଙ୍କର ମଙ୍ଗ ରଖାଯାଏ, ସେ ମଙ୍ଗ ଯୋଉଟା ଏବେ ଆଙ୍କର ବୋଲି କୁହନ୍ତି, ସେଇ ଆଙ୍କର ଯୋଉଠି ତାଙ୍କର ରଖନ୍ତି, ସେଇ ପାଖରେ ସେ କଣ ହେଇଛନ୍ତି, ସେ ତାଙ୍କର ଯୋଉ ରସି ଫସି ଯୋଉ ସେ ଗଦା ହେଇକି ସେ ତାହାରି ଉପରେ ମୁଣ୍ଡ ଦେଇ ପ୍ରଭୁ କଣ ହେଇଛନ୍ତି, ସେ ଶୋଇ ପଡିଛନ୍ତି। ତ ଯେତେବେଳେ ଏଇ ଘଟଣା ଘଟୁଅଛି, ତ ସେତେବେଳେ ତାଙ୍କର ଶିଷ୍ୟମାନେ ଭୟଭୀତ ହୋଇ ଉଠି କାହାକୁ ଯାଉଛନ୍ତି, ପ୍ରଭୁ ଯୀଶୁଙ୍କୁ ଉଠଉଛନ୍ତି। ଯେ ସେଠାରେ ତାଙ୍କୁ କଣ କହୁଛନ୍ତି, ହେ ଗୁରୁ, ଆମମାନେ ମଲୁ, ଆପଣଙ୍କର କଣ ଚିନ୍ତା ନାହିଁ ବୋଲି ତାଙ୍କୁ ଏଠାରେ କହୁଛନ୍ତି। ଏବଂ ପ୍ରଭୁ ଯୀଶୁ ଏଠାରେ ଉଠି କଣ କରୁଛନ୍ତି, ସେ ସେଇ ତୁଫାନକୁ, ସେ ପବନକୁ ଧମକ ଦେଇ ସେଠାରେ ସେ କଣ କରୁଛନ୍ତି, ଚୁପ୍ କରାଉଛନ୍ତି। ତ ସେତେବେଳେ ପ୍ରଭୁ ଯୀଶୁ କଣ କହୁଛନ୍ତି ନା, ତାଙ୍କର ଶିଷ୍ୟ ମାନଙ୍କୁ ମଧ୍ୟ କଣ କହୁଛନ୍ତି କି, ତୁମେମାନେ କାହିଁକି ଏତେ ଭୀରୁ, ତୁମେମାନେ କାହିଁକି ଏତେ ଡରୁଛ? ଏବଂ ଆଉ କଣ କହୁଛନ୍ତି ନା, ତୁମମାନଙ୍କର କଣ ବିଶ୍ୱାସ କମ୍? ଆମେ ଯଦି ମାଥିରୁ ପଢିବା, ସେଠାରେ କୁହାଯାଇଛି ଯେ, ହେ ଅଳ୍ପ ବିଶ୍ୱାସୀ ମାନେ ବୋଲି ତାଙ୍କୁ କୁହାଯାଇଛି। ସେମାନଙ୍କର ଅଳ୍ପ ବିଶ୍ୱାସ ବୋଲି କୁହାଯାଇଛି ସେଠାରେ। ଏବଂ ଶେଷରେ ଯେତେବେଳେ ସେମାନେ ଦେଖିଲେ ଘଟଣାଟି, ଯେ ସେ ପବନ, ସେ ତୋଫାନ, ସେ ସମୁଦ୍ର, ସେ ନଦୀ ଯୋଉ ଯାଉଥିଲେ, ସେ ଆରପାରି ହେଉଥିଲେ, ସେ ହ୍ରଦ, ସେ ସମସ୍ତ କଣ ହେଇଯାଉଛି, ଶାନ୍ତ ହେଇଯାଉଛି। ତ ଆମେ ଏଠାରୁ କଣ ଶିଖୁଛେ? ଆମେ
ସବୁଠୁ ପ୍ରଥମେ ଯେ ଦେଖିବା ଯେ ଏଠାରେ ସବୁଠୁ ପ୍ରଥମେ ଆମେ ଯଦି ଦେଖିବା ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ନେଇ ଯାଉଛନ୍ତି ସେତେବେଳେ କୌଣସି ତୁଫାନ ନଥିଲା, କୌଣସି ପବନ ଏପରି ମଧ୍ୟ ନଥିଲା ତୁଫାନ ଆସିଲା ଭଳି। ତ ସେମାନେ କଣ ହେଲେ ନୌକାରେ ଚଢି ସେମାନେ ଯିବା ପାଇଁ ଲାଗିଲେ। ଆମମାନଙ୍କ ଜୀବନରେ ମଧ୍ୟ ସେହିପରି ଯେତେବେଳେ ଆମେମାନେ ପ୍ରଭୁଙ୍କ ବାକ୍ୟ ଶୁଣିବା ମାତ୍ରେ କଣ ହଉ ଗ୍ରହଣ ମଧ୍ୟ କରୁ, ପ୍ରଭୁଙ୍କୁ ସ୍ୱୀକାର ମଧ୍ୟ କରୁ ଏବଂ ତାଙ୍କ ମଣ୍ଡଳୀକୁ ମଧ୍ୟ ବି ଆସୁ। ଆମମାନେ ସେମାନେ ଜାଣିଛନ୍ତି କି ଆମମାନେ ଯାଉଛୁ ମାନେ ତୁଫାନ ବି ଆସିପାରେ, ଝଡ଼ ଯାହା ବି ଆସିପାରେ, ପବନ ହେଇକି ତୁଫାନ ସହିତ ଆମେ ବୁଲି ବି ପାରୁ, ଏପରି ଆସିପାରେ ଜାଣିଛନ୍ତି। କିନ୍ତୁ ଫିର୍ ବି ସେମାନେ କଣ କଲେ ଗଲେ। କିନ୍ତୁ ଏଠାରେ କଣ ହଉଛି ନା ଆମମାନଙ୍କ ଜୀବନରେ ମଧ୍ୟ ଆମେ ଯେତେବେଳେ ପ୍ରଭୁଙ୍କୁ ଜାଣୁ ସେତେବେଳେ ମଧ୍ୟ ଆମକୁ ଯେତେବେଳେ ଶିଖାଯାଏ, ଆମେ ଶିଖିବା ପରେ ମଧ୍ୟ କଣ ହୁଏ ନା ଆମକୁ ଜଣାଯାଏ ଯେ ଖ୍ରୀଷ୍ଟିଆନ ଆମେ ଯେତେବେଳେ ନାମିତ ହେଉଛୁ ତାହା କୌଣସି ସହଜ ନୁହେଁ। ଏହି ରାସ୍ତାରେ କଷ୍ଟ ଅଛି ବୋଲି ଆମେ ଶୁଣୁ, କିନ୍ତୁ ପ୍ରକୃତରେ ଏଠାରେ ଯେପରି ହେଉଛି ସେମାନେ ଯେତେବେଳେ ମଝାମଝି କହିଲେ ହେଉଛନ୍ତି, ସେମାନେ ଯେତେବେଳେ ଯାଉଛନ୍ତି ସେ ତୁଫାନ ଆସୁଛନ୍ତି, ସେମାନଙ୍କର ସେ ବିଶ୍ୱାସ ମଧ୍ୟ କଣ ହେଇଯାଉଛି କମି ଯାଉଛି। ଆମମାନଙ୍କର ଜୀବନରେ ମଧ୍ୟ ସେହିପରି ଯେତେବେଳେ ଆମେ ଚାଲିଥାଉ ବିଶ୍ୱାସ ସହିତ ଚାଲିଥାଉ, ସେହିପରି ଯଦି କୌଣସି ଏପରି ବଡ ଟିକେ ପ୍ରୋବ୍ଲେମ ଆସିଯାଏ ଆମେ ମଝିରେ ଫସି ଯାଉ, ଆମମାନଙ୍କୁ ରାସ୍ତା ଦେଖା ଯାଇନଥାଏ। ସେହି ସମୟରେ ଆମେ କଣ କରୁ ନା ପରମେଶ୍ୱରଙ୍କୁ ସବୁଠୁ ପ୍ରଥମେ ଆମେ ଭୁଲି ଯାଇଥାଉ। ଆମେ ପରମେଶ୍ୱରଙ୍କୁ ଜାଣି ମଧ୍ୟ ପରମେଶ୍ୱରଙ୍କୁ ଆମେ କଣ କରିଦେଇଥାଉ ଭୁଲି ଯାଇଥାଉ। ଆମେ ଆପଣ ବ୍ୟସ୍ତ ଆପଣ ଭୟରେ ଏହା ତାହା ଆମେ କରି ଚାଲିଥାଉ, ଯାହା ଦ୍ୱାରା ଆମମାନଙ୍କୁ ସଲ୍ୟୁସନ ମିଳେ ନାହିଁ। ଏଠାରେ ମଧ୍ୟ ତାଙ୍କ ପାଖରେ ପ୍ରଭୁ ଅଛନ୍ତି, ସେମାନେ ଜାଣୁଛନ୍ତି, ଫିର୍ ବି ଏଠାରେ କଣ ହଉଛନ୍ତି ସେମାନଙ୍କର ବିଶ୍ୱାସ କମି ଯାଉଅଛି, ଯାହା ଦ୍ୱାରା ସେମାନେ କଣ ହଉଛନ୍ତି ଭୟଭୀତ ହେଉଛନ୍ତି। ଏବଂ ସେ ଦ୍ୱିତୀୟରେ ଆମେ ଯଦି ଦେଖିବା ଆମେ ଆମମାନଙ୍କ ପ୍ରତି ଯେତେବେଳେ ଏପରି ଘଟଣା ଘଟେ ସେତେବେଳେ ଆମେ କଣ ହଉ ନା ପରମେଶ୍ୱରଙ୍କୁ ହିଁ ଭୁଲି ଯାଇ ଏପରି ସମୟରେ କଣ ହୁଏ ନା ପରମେଶ୍ୱରଙ୍କୁ ମଧ୍ୟ ଅନେକ ଲୋକ ପରିତ୍ୟାଗ ମଧ୍ୟ କରିଦେଇଥାନ୍ତି, ସେମାନଙ୍କୁ ସଲ୍ୟୁସନ ନ ମିଳିବା କାରଣରୁ। ସେମାନଙ୍କୁ ସଲ୍ୟୁସନ କାହିଁକି ମିଳିଲାନି? କାହିଁକି ନା ସେମାନେ ପରମେଶ୍ୱରଙ୍କୁ ହିଁ ଭୁଲିଗଲେ, ସେଥିପାଇଁ ସେମାନଙ୍କୁ ସଲ୍ୟୁସନ ମିଳିଲା ନାହିଁ। ଆମେ 3 ନମ୍ବର ପଏଣ୍ଟ ଦେଖିବା। 3 ନମ୍ବର ପଏଣ୍ଟ କଣ ନା ସେମାନେ ବିଶ୍ୱାସ ସହିତ ତ ସେମାନେ ନୌକାରେ ମଧ୍ୟ ଚଢିଲେ, ପ୍ରଭୁ ଯୀଶୁଙ୍କ ପଛେ ମଧ୍ୟ ଆସିଲେ, କିନ୍ତୁ ଯେତେବେଳେ ଏପରି ପରିସ୍ଥିତି ସେମାନେ ଦେଖିଲେ ସେତେବେଳେ ସେ ସମସ୍ତଙ୍କର କଣ ହେଇଗଲା ବିଶ୍ୱାସ କମିଗଲା, ସେମାନଙ୍କର ବିଶ୍ୱାସ ବହୁତ କମିଗଲା, ଯାହା ଦ୍ୱାରା ପ୍ରଭୁ ଯୀଶୁ ସେମାନଙ୍କୁ କଣ କହୁଛନ୍ତି ନା ଅଳ୍ପ ବିଶ୍ୱାସୀ ବୋଲି ତାଙ୍କୁ କହୁଛନ୍ତି। ତ ଆମେମାନେ ମଧ୍ୟ ସେହିପରି ଯେତେବେଳେ ଆମେ ଆମମାନଙ୍କ ପ୍ରତି ଏପରି କୌଣସି ଦୁଃଖ କଷ୍ଟ ଆସିଥାଏ ସେତେବେଳେ ଆମେମାନେ କେବେ ବି ଆପଣ ବିଶ୍ୱାସକୁ କଣ କରିବା ନାହିଁ କମିବା ପାଇଁ ଦେବାକୁ ପଡିବ ନାହିଁ। ଆମେ ଯେପରି ବିଶ୍ୱାସ କରି ଆସିଥିଲେ ପ୍ରଥମରୁ ସେହି ବିଶ୍ୱାସ ସହିତ ରହିବାକୁ ପଡିବ ଆମକୁ। ତାହେଲେ ଆମେ ଆହୁରି ଯଦି ଯେତେବେଳେ ତାଠୁ ବି ବଡ ପ୍ରୋବ୍ଲେମ ଆସିବ ତାହେଲେ ଆମେ ତାକୁ କଣ କରିପାରିବା ସଲ୍ଭ କରିପାରିବା, ଆମେ ସେଥିର ସଲ୍ୟୁସନକୁ ବାହାର କରିପାରିବା। ତ ସେଥିପାଇଁ ଆମମାନଙ୍କୁ ସେପରି ବିଶ୍ୱାସ କରି ରହିବାକୁ ପଡିବ। ଏବଂ ଆମେ ଚତୁର୍ଥ ପଏଣ୍ଟ କଣ ନା ସେଠାରେ ସେମାନେ କଣ କହୁଛନ୍ତି ନା ନିଜକୁ କହୁଛନ୍ତି ହେ ଗୁରୁ ଆମେ ମାନେ ମଲୁ ବୋଲି କହୁଛନ୍ତି। ଏଠାରେ ଗୋଟେ ପ୍ରଶ୍ନ ଆସିବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପହଁରା ଜାଣିଛନ୍ତି ନା ସେ ମାଛ ଯୋଉମାନେ ଧରୁଛନ୍ତି ତାଙ୍କ ଶିଷ୍ୟମାନେ
ସେମାନେ ଜାଣିଛନ୍ତି। କୋଉମାନେ କେଉଟ ମାନେ ଜାଣିଥିବେ ପହଁରା ନା ବଢେଇ ମାନେ? ଯାହାହେଲେ ବି କେଉଟ ମାନେ ଜାଣିଥିବେ, କାରଣ ସେମାନେ କେଉଟ, ସେମାନେ ପ୍ରତିଦିନ ସେମାନେ ସମୁଦ୍ରକୁ ଯାଆନ୍ତି ମାଛ ଧରିବା ପାଇଁ, ନଦୀକୁ ଯାଆନ୍ତି ସେମାନେ ମାଛ ଧରିବା ପାଇଁ। ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ଏକ୍ସପିରିଏନ୍ସ। ସେମାନେ କହିଲେ ଛୋଟରୁ ନୌକାରେ ଯାଇ ତାଙ୍କର କଣ ହେଇଥାଏ, ଅଭ୍ୟାସ ହୋଇଯାଇଥାଏ। ତ ଏଠାରେ ସେମାନଙ୍କର କଣ ହଉଛି ନା ନିଜର ସେଲ୍ଫ ଡାଉଟ ରହିଯାଉଛି। ସେମାନେ ନିଜ ଉପରେ ସେମାନେ ବିଶ୍ୱାସ କରିପାରୁନାହାନ୍ତି, ବା ନିଜ ଉପରେ ସେମାନେ ନିଜର ମାନେ ଯୋଉ ଯାହା ଶିଖିଛନ୍ତି ତାହାକୁ ସେମାନେ ଭୁଲି ଯାଉଛନ୍ତି। ସେମାନଙ୍କ ଭିତରେ ଡାଉଟ ରହିଯାଉଛି କି ଏବେ ପାଣି ଆମ ନୌକାରେ ତ ପଶିଗଲା, କଣ ହେଇଯିବ, ଆମେ ବୁଡିକି ମରିଯିବୁ। ସେମାନେ ପହଁରା ଜାଣିକି ମଧ୍ୟ ପହଁରା ଜାଣିଥିବେ, କାରଣ ସେମାନେ ମାଛୁଆରୀ, ସେମାନେ କହିଲେ କେଉଟ। ତ ସେମାନଙ୍କ ଭିତରେ ସେଲ୍ଫ ଡାଉଟ ହିଁ ସେମାନେ ସେଇ ସମୟରେ କଣ ହେଇଗଲା, ପଳେଇଗଲା କହିଲେ। ତ ଆମମାନଙ୍କ ପ୍ରତି ମଧ୍ୟ ଯେତେବେଳେ ଏପରି ବିପଦ ଆସେ, କୌଣସି ନା କୌଣସି ବିପଦ ଆସେ, ଏପରି ନୁହେଁ କି ଆଜି ଆସିବ କାଲି ଆସିବ କି ପରଦିନ ଆସିବ, ଏପରି କୌଣସି ସମୟ ନାହିଁ। ଆମେ 5 ବର୍ଷ ପ୍ରଭୁଙ୍କ ପାଖରେ ରହିଲା ପରେ ଆସିପାରେ, 10 ବର୍ଷ ରହିଲା ପରେ ଆସିପାରେ, 15 ବର୍ଷ ରହିଲା ପରେ ଆସେ, ଏହା ତ ଆମମାନଙ୍କର ଜୀବନ ଯିବା ସମୟରେ ଆସିପାରେ। ଏପରି କୌଣସି ସମୟରେ ବି ଆସିପାରେ ପରିସ୍ଥିତି। ତ ସେହି ସମୟରେ ମଧ୍ୟ ଆମମାନଙ୍କ ଭିତରେ ସେଲ୍ଫ ଡାଉଟ ନ ହେବାର ଅଛି। ଆମେ ଯଦି ସେଲ୍ଫ ଡାଉଟ ହେଇଗଲେ ତାହେଲେ କଣ ହେଇଗଲା, ଆମେ ଖସି ପଡିଯିବା, ଆମେ ବୁଡିଯିବା। ଯେପରି ପିତରଙ୍କୁ ଆମେ ଦେଖିପାରିବା, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପାଣି ଉପରେ ଚାଲି ଚାଲି ଆସୁଥିଲେ, ସେତେବେଳେ ତାଙ୍କୁ କଣ କୁହାଯାଇଥିଲା ନା ତଳୁକୁ ଅନାଅ ନାହିଁ, କହିଲେ ସେ ସମୁଦ୍ରକୁ ଦେଖ, ଚାଲ ମୋ ପଛେ ପଛେ ଆସ ବୋଲି କହିଥିଲେ। କିନ୍ତୁ ସେ ସତରେ ଚାଲୁଛି କି ନାଇଁ ବୋଲି ସେ କଣ କଲେ, ଡାଉଟ କଲେ। ସେଇ ସମୟରେ କଣ ହେଇଗଲେ, ବୁଡିଗଲେ। ତ ସେଇପରି ଆମମାନଙ୍କ ଜୀବନରେ ମଧ୍ୟ ଯେତେବେଳେ ଆମେ ଚାଲିଥାଉ ପ୍ରଭୁଙ୍କ ପଛେ ପଛେ, ଏପରି ଅନେକ ଅସୁବିଧା, ଅନେକ କଷ୍ଟ, ଅନେକ ପ୍ରକାର ତାଡ଼ନା, କ୍ଲେଶ, ଦୁଃଖ, କଷ୍ଟ ସବୁ କିଛି ଆସିବ। କିନ୍ତୁ ଆମ ଉପରେ ଯଦି କନଫିଡେନ୍ସ ଆମେ ଥିବା, ଆମ ନିଜ ଉପରେ କୌଣସି ଏପରି ଡାଉଟ ନଥିବ, ତାହେଲେ ଆମେ ତାହାକୁ ପାର କରିପାରିବା, ଆମେ ତାହାକୁ କମ୍ପ୍ଲିଟ କରିପାରିବା, ଆମେ ସଫଳ ହୋଇପାରିବା ବୋଲି ଆମକୁ ଏଠାରେ କହୁଛନ୍ତି। ଏବଂ 5ମ ନମ୍ବର ତାହା ହଉଛି କଣ ନା ଭୟ। ଆମମାନଙ୍କର ଭିତରେ, ଆମମାନଙ୍କ ସହିତ ଯେତେବେଳେ ପରମେଶ୍ୱର ରୁହନ୍ତି, ସେତେବେଳେ ଅନ୍ୟ ଆଉ କୌଣସି ପ୍ରକାର ଅନ୍ୟ କୌଣସି ଜିନିଷକୁ କଣ ନ କରିବାର ଅଛି, ଭୟ ନ କରିବାର ଅଛି। ସେମାନେ ଭୟ କଲେ, ଆମେ ଭୟ କଲେ ସବୁଠୁ ପ୍ରଥମେ କଣ ହୁଏ ନା, ଆମେ ଦେଖିବା ଭୟ ଯେତେବେଳେ ଆମମାନଙ୍କ ପ୍ରତି ଆସେ ନା, ସେତେବେଳେ ଆମମାନଙ୍କର ବୁଦ୍ଧି କାମ କରେ ନାହିଁ। ଆମମାନଙ୍କର ବୁଦ୍ଧି ନ କାମ କରିବା ଦ୍ଵାରା ଆମେ କଣ କରୁ ନା ପରମେଶ୍ୱରଙ୍କର ବିରୁଦ୍ଧରେ ଆମେ କାର୍ଯ୍ୟ କରିଦେଇଥାଉ। ତ ସେଥିପାଇଁ ଆମକୁ କଣ ନ କରିବାର ଅଛି, ଭୟ ନ କରିବାର ଅଛି, ବରଂ ସେଇ ସମୟରେ ତାହାର ସେଇ ପ୍ରୋବ୍ଲେମର ସଲ୍ୟୁସନ କାଢିବା ପାଇଁ ଆମେ ଚେଷ୍ଟା କରିବାର ଅଛି, ବୁଦ୍ଧିକୁ ବ୍ୟବହାର କରିବାକୁ ପଡିବ। କାରଣ ପରମେଶ୍ୱର ଆମମାନଙ୍କୁ ବୁଦ୍ଧି ଜ୍ଞାନ ଦେଇଛନ୍ତି, ଆମେ ତାକୁ ବ୍ୟବହାର କରିବାକୁ ପଡିବ, ଆମେ ଭୟ ନ କରି। ଏବଂ 6 ନମ୍ବର ପଏଣ୍ଟ ହଉଛି କଣ ନା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପରମେଶ୍ୱର ଅଟନ୍ତି, ଏହା ସେମାନେ ଦେଖିଥିଲେ ମଧ୍ୟ। ସେମାନେ କଫରନାହୁମ ରେ କହିଲେ ଅନେକ କାର୍ଯ୍ୟ ସେମାନେ ଦେଖିଥିଲେ, ଅନେକ ସେମାନେ ଜାଣିଥିଲେ, ଶୁଣିଥିଲେ ମଧ୍ୟ। ସେ ପରମେଶ୍ୱରଙ୍କର ପୁତ୍ର ବୋଲି ଜାଣି ସେମାନେ ଏଠାରେ କଣ ହେଉଛନ୍ତି ନା, ତାଙ୍କ ଭିତରେ ପ୍ରଶ୍ନ ମଧ୍ୟ ବାହାରି ଯାଉଛି। ଯଦି କହିଲେ ସେମାନେ ଯଦି ନ ଜାଣନ୍ତି ବି, ସେମାନେ ଏଠାରୁ ଜାଣିପାରିବା କଥା ଯେ ପରମେଶ୍ୱର ପୁତ୍ର ବୋଲି। କାରଣ ସେ ତୁଫାନକୁ କୌଣସି ଏପରି ଯାଦୁ ବିଦ୍ୟା କରିକି ତୁଫାନକୁ ବନ୍ଦ କରିପାରିବ ନାହିଁ, ଏପରି ସହଜରେ ସେଇ ଝଡକୁ ବନ୍ଦ କରିପାରିବ ନାହିଁ। କାରଣ ଏହା ପରମେଶ୍ୱର ସୃଷ୍ଟି କରିଛନ୍ତି ଏବଂ ପରମେଶ୍ୱରଙ୍କ ନିୟମ ହିଁ ସେ ମାନେ, ବା ପରମେଶ୍ୱରଙ୍କର ଆଜ୍ଞା ହିଁ ତାହା ମାନେ।
କାରଣ ସେ ସମସ୍ତ ବିଷୟକୁ ସେ ନିର୍ମାଣ କରିଛନ୍ତି। ଉଦାହରଣ ଆମେ ଏଇ ମୋବାଇଲ କୁ ବର୍ତ୍ତମାନ କହିଲେ ସରି ଆମେ ଗୋଟେ ରୋବଟ ଧରେ ଆମେ ତିଆରି କରିଛେ। ସେ ରୋବଟ ର କଣ୍ଟ୍ରୋଲ ଆମ ପାଖରେ ଅଛି ତ ସେ ଧର ଅନକଣ୍ଟ୍ରୋଲ ଯେତେବେଳେ ହେଇଯିବ ସେତେବେଳେ ଆମେ ତାକୁ କଣ୍ଟ୍ରୋଲ କରିପାରିବା, କାରଣ ଆମେ ତାକୁ ତିଆରି କରିଛେ। ତ ସେଇପରି ପରମେଶ୍ୱର ମଧ୍ୟ ସମସ୍ତ ବିଷୟକୁ ନିର୍ମାଣ କରିଛନ୍ତି, ତାହାଙ୍କର ଆଜ୍ଞା ପଦକେ ତାହା କଣ କରିବ, ସେ ମାନିବ। ଏହା ଆମକୁ କଣ କରିବାକୁ ପଡିବ, ବିଶ୍ୱାସ କରିବାକୁ ପଡିବ। ଆମ ପ୍ରତି ଯେତେ ଦୁଃଖ କଷ୍ଟ ତାଡ଼ନା ଯାହା ବି ଆସୁନା କାହିଁକି, ଆମେ ଯେହେତୁ ଶାରୀରିକରେ ଏବଂ ଆତ୍ମିକରେ ଆମେ ବଞ୍ଚୁଛେ, ତାହା ଦୁଇଟି ଯାକ ଆମକୁ ଦରକାର, ଆତ୍ମିକ ବି ଦରକାର, ଶାରୀରିକ ବି ଦରକାର। ତ ସେଥିପାଇଁ ଦୁଃଖ କଷ୍ଟ, ୟା ତ ଶାରୀରିକରେ ଦୁଃଖ କଷ୍ଟ ଆସିବ, ୟା ତ ଆତ୍ମିକରେ ଦୁଃଖ କଷ୍ଟ ଆସିବ, ଏପରି ଦୁଇଟି ଯାକ ମଧ୍ୟ ଆସିବ। ତ ସେଥିପାଇଁ ଆମକୁ କଣ କରିବାକୁ ପଡିବ, ଏପରି ପରମେଶ୍ୱରଙ୍କ କଣ କରିବାକୁ ପଡିବ, ମନେ ପକେଇବାକୁ ପଡିବ ଯେ ଏହା ପରମେଶ୍ୱର କଣ କରିପାରିବେ, ଏହା ସଲ୍ଭ କରିପାରିବେ। କାରଣ ଏ ପ୍ରୋବ୍ଲେମ ପରମେଶ୍ୱର ଜାଣନ୍ତି, ଏ ପ୍ରୋବ୍ଲେମ ସଲ୍ଭ କରିପାରିବେ। ଆମମାନଙ୍କ ଜୀବନରେ ସେପରି ଯଦି ଆସେ ତ ଆମେ କେବେ ବି ପରମେଶ୍ୱରଙ୍କୁ କଣ ନ କରିବାର ଅଛି, ଭୁଲିବାର ନାହିଁ। ଆମେ ପରମେଶ୍ୱରଙ୍କୁ ମନେ ରଖି ତାଙ୍କୁ ପ୍ରାର୍ଥନା ଆମକୁ କରିବାକୁ ପଡିବ। କୌଣସି ପରିସ୍ଥିତିରେ ହଉ, କୌଣସି ସମୟରେ ହଉ, ଆମେ ଖୁସିରେ ଥିଲେ ମଧ୍ୟ ପ୍ରାର୍ଥନା କରିବାର ଅଛି, ଦୁଃଖରେ ଥିଲେ ମଧ୍ୟ ପ୍ରାର୍ଥନା ଆମକୁ କରିବାର ଅଛି। ଯାହା ଦ୍ୱାରା ମାନେ କଣ କରିପାରିବା ନା ପରମେଶ୍ୱରଙ୍କ ପାଖକୁ ଆହୁରି ପାଖକୁ ଆମେ ଆସିପାରିବା। ସମସ୍ତଙ୍କୁ ଧନ୍ୟବାଦ। ଧନ୍ୟବାଦ। ଆଜି ମାଧବଙ୍କ ମାଧ୍ୟମରେ ପରମେଶ୍ୱର ଆମମାନଙ୍କୁ ପୁଣି ଥରେ ଗୋଟେ ସୁନ୍ଦର ଶିକ୍ଷା ଦେଲେ। ଆଜିର ଶିକ୍ଷା ଯାହା ଆମେ ବୁଝିଲେ, ଯାହା ମୁଁ ବୁଝିଲି, କି ମନୁଷ୍ୟ ଜୀବନରେ ସବୁବେଳେ ସମସ୍ୟା ଆସେ, ଆଉ ବେଳେ ବେଳେ ଏମିତି ସମସ୍ୟା ଆସେ, ଆଉ ଯୋଉ ସମସ୍ୟା କି ଆମ ପାଇଁ ସେ ସମସ୍ୟା ସବୁଠୁ ବଡ ହେଇଯାଏ। ସେ ସମୟରେ ଆମେ ସବୁ କିଛି କଣ କରିଥାଉ, ଭୁଲି ଯାଇଥାଉ। ଆମେ ଯଦି ବାକ୍ୟରେ ମଧ୍ୟ ଯଦି ଆମେ ଦେଖୁ କି ଯେତେବେଳେ ଶିଷ୍ୟ ମାନେ ନୂଆ ନୂଆ ଯୀଶୁଙ୍କର ଶିଷ୍ୟ ହେଲେ, ସେ ସମୟରେ ଅନେକ ସ୍ଥାନରେ ସେମାନେ କଣ କରିଛନ୍ତି, ଭୟ କରିଛନ୍ତି। ମାଧବ ଭାଇ ଆମର ଗୋଟେ ବିଷୟ କହିଲେ, ଯେତେବେଳେ ଝଡ ଆସିଲା, ତୋଫାନ ଆସିଲା, ସେ ସମୟରେ ମଧ୍ୟ କଣ କରିଥିଲେ, ସେମାନେ ଭୟ କରିଥିଲେ ଶିଷ୍ୟ ମାନେ। ଆଉ ଗୋଟେ ଜାଗାରେ ଯଦି ଆମେ ପଢିବା, ଯୋଉ ଜହନ 6 ଯଦି ଆମେ ପଢିବା, ସେଇଠି ଯେତେବେଳେ ପ୍ରଭୁ ଯୀଶୁ ସମୁଦ୍ରରେ ମଧ୍ୟ ଚାଲି ଚାଲି ଆସୁଥିଲେ, ଆଉ ସେଇ ସମୟରେ ମଧ୍ୟ ସେମାନେ ଭୂତ ଭାବି କଣ କରିଥିଲେ, ଭୟ କରିଥିଲେ ନା ନାଇଁ। କାରଣ ମନୁଷ୍ୟ, ଆମେ ହଉଛି ମନୁଷ୍ୟ, ଆଉ ଆମର ପ୍ରତ୍ୟେକ ମନୁଷ୍ୟ ଭିତରେ ଯୋଉ ମରଣର ଗୋଟେ ଭୟ ଥାଏ, ଗୋଟେ ମୃତ୍ୟୁର ଗୋଟେ ଭୟ ଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଦେଖିବା, ସେଇ ଜୀବନକୁ ଭୟ କରୁଥିବା ଶିଷ୍ୟ ମାନେ, ଆମେ ଯେ ଶେଷରେ ଆମେ ଦେଖୁଛେ ପରମେଶ୍ୱର ପାଇଁ ସେମାନେ କଣ କଲେ, ସବୁ ଜୀବନ ଦେଲେ ନା ନାଇଁ, ଜୀବନ ଦେଲେ। ଏଇଟା ଆମେ କଣ ଶିଖୁଛେ କି ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କ ଠାରେ ଆମେ ଲାଗିଲେ, ବା ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ, ପରମେଶ୍ୱରଙ୍କ ପୁତ୍ର ପୁତ୍ରୀ ହେଲେ, ଆମର ଦାୟିତ୍ଵ କଣ ହବ, ଯୋଉ ସମସ୍ୟା ଆସିବ ସେଇ ସମୟରେ ନୂଆ ନୂଆ ଆମକୁ ଟିକେ ଭୟ ଲାଗିବ, ଟିକେ ଆମେ ଟିକେ ଛାନିଆ ହବା, ଆମେ ସେଇ ସମୟରେ ଈଶ୍ୱରଙ୍କୁ ଭୁଲି ଯିବା। କିନ୍ତୁ ଆମେ ଯଦି ଏ ସମସ୍ୟା ସତ୍ତ୍ୱେ ଈଶ୍ୱରଙ୍କ ଠାରେ ଆମେ ଯଦି ଲାଗିକି ରହିବା, ତାଙ୍କ ଶିକ୍ଷାରେ ଆମେ ଲାଗିକି ରହିବା, ତାଙ୍କର ଶିକ୍ଷା ଅନୁସାରେ ଆମେ ଜୀବନ କାଟିବା, ଆମର ସେଇ ଯୋଉ ସମସ୍ୟା ଆମକୁ କଣ ହେଇଯିବ, ଗୋଟେ ଛୋଟ ସମସ୍ୟା ବେଳକୁ ଆମକୁ ଭଳି ଗୋଟେ ଆମକୁ ଲାଗିବ। କାରଣ ଶିଷ୍ୟ ମାନେ ମଧ୍ୟ ସେଇ ସମୟରେ ଭୟ କଲେ, କିନ୍ତୁ ସେତେବେଳେ ସେମାନେ ଆହୁରି ଈଶ୍ୱରଙ୍କ ଠାରେ ତାଙ୍କର ସମୟ ବିତେଇଲେ, ତାଙ୍କ ଶିକ୍ଷା ଶୁଣିଲେ, ତାଙ୍କର କାର୍ଯ୍ୟ ଦେଖିଲେ। ସେମାନେ ଫାଷ୍ଟକୁ ଯେତେବେଳେ ସମସ୍ୟା ଆସିଲେ ମଧ୍ୟ ସେମାନେ ସେ ସମସ୍ୟା କଣ କଲେ, ସମାଧାନ କଲେ। ଆଉ
जो जीवन को भय करुଥିବା शिष्य मान कौन कले निज जीवन को ईश्वर ପାଇଁ से कौन कले समर्पण करदेले। तो आज मध्य जो ख्रिस्टियान भाई भौणी माने समस्या आसले भय करुचंती, समस्या आसले ईश्वर को भूली जाउछंती, सेई मानकर काम कौन कि ईश्वर ठारे आउरी लागिकी होइकी तांको शिक्षा को आम कौन करिबा, आउरी हमर मन भितर आम रखिबा, तांको शिक्षा रे आउरी आमे तांको शिक्षा को सुनिबा, आउरी तांको शिक्षा अनुसार जीवन खाटिबा, आउरी तांको सहित आमे कौन करिबा लागि होइबा। कारण प्रकृତରେ गोटे ख्रिस्टियान मरण के भय करिवार आउ आवश्यक नुहे। आम हुआइছে ना आमे भयर आत्मा आमे पाइने, आमे होची साहसर आत्मा आमे पाइचे। यदि दरकार हब आमे प्रभु को आमको जीवन मध्य आमको देवाक पड़िबो। कारण एई जीवन एई जो जगतर जीवन आमे केबे ना केबे तो परिबा, किंतु आमे एमिति भाबरे परिबा यदि समय आसे जाकि से मरण आम पई अनंत जीवन रो कारण ही पारिबो। तो आज जो विषय बहुत सुंदर विषय कि समस्या आसीबो जीवन रे परिवार आसीबो, बड़ बड़ समस्या आसीबो, सेटा गोटे जीवन प्रति समस्या तांक पई आस्तिला। आउ ख्रिस्टियान हिसाब रे समस्या आसले मध्य हम कोन करचु बेले बेले ईश्वर को हम भूल जाउ, से समस्या देखि के हम कोन करचु ईश्वर को हम भूल जाउ, भय होई जाउ हम मध्य रे। किंतु हम देखिले आमे भय हरिबानी, कारण ईश्वर आम पाखर अछंती, आम सहित अछंती। जदि भी समस्या आछि, जदि भी हम से समस्या रे पड़ी जाउछु, तथापि आमे कोन करिबानी आमे भय करिबानी। ता आज आमे सिखिले बर्तमान माने शेष हरिबा प्रार्थना हरिके माने शेष करिबा। शेष प्रार्थना सुमित भाई आप करिए लास्ट प्रार्थना। ठीक है, प्रार्थना करेंगे। धन्यवाद देते पिता परमेश्वर इस सुंदर समय के लिए। धन्यवाद देते पिता आपका आशीष, आपका अनुग्रह, आपका दया, आपका प्रेम हम सब पर रहने के लिए। धन्यवाद देते पिता आपने हमें पूरे दिन पूरे समय आपने हमें सुरक्षित रखा। पिता धन्यवाद देते पिता आपने हमें हर एक चीज आपने हमें दिया, आत्मिक में शारीरिक में दोनों में आपने हमें जो जो हम लोग का जरूरत थी पिता हर एक चीज को आपने हमें दिया और हर एक चीजों में हमें सहायता किया पिता। पिता ये समय में खास करके आज का जो अध्ययन में हम लोग का बाइबल स्टडी में या आज का प्रार्थना में आज हम सभी लोग ने आपके वचन को हमने हमारा भाई माधव के द्वारा से हम सुन पाए पिता। और आपका वचन हमें हमेशा सिखाते हैं, हर समय हमें बताते हैं, हमें सही रास्ता में दिखाते पिता। अक्सर हम अपने कामों की वजह से हम आपके वचन को हम भूल जाते हैं और उनके हर एक शिक्षा को हम अपने जीवन में लगा नहीं पाते पिता। पर आप इतना महान परमेश्वर हैं, आप इतना प्रेम का परमेश्वर है पिता, आप हमें कभी नहीं भूले हैं और आज भी आप आपके वचन के माध्यम से हमें सिखाते जा रहे हैं पिता। सच में पिता आज हम सबको डरना नहीं है पिता, जब तक प्रभु यीशु मसीह हम लोगों के साथ है, जब तक आप हमारे साथ हैं, जब तक पवित्र आत्मा हम लोगों के साथ है पिता। हमें किसी बात का हमें डर नहीं होना है पिता, किसी बात का चिंता नहीं करना है पिता। सब कुछ जो भी प्रॉब्लम्स आते हैं, जो समस्या आते हैं पिता, जो मुश्किलें आते हैं पिता, सब कुछ आपके हाथ में हम रख सकते हैं पिता। और क्योंकि ये सब कुछ समाधान करने वाला केवल आप ही पिता। पिता जैसे कि आज के वचन के माध्यम से हम सुन पाए पिता, जैसे जो तूफान, जो जितना भी जो प्राकृतिक का जो भी क्रोध, हर एक चीज पिता केवल प्रभु यीशु मसीह के शब्दों से सब कुछ शांत हो गया पिता। उसी प्रकार पिता जितना भी जो भी आते हैं प्रभु जीवन में जो प्रॉब्लम्स आते हैं, समस्या आते हैं, चाहे प्राकृतिक से आते हैं, परिवार से आते हैं या अपने व्यक्तिगत जो भी आते हैं पिता, आपके केवल एक वचन की ही कमी है पिता। उस वचन को अगर हम अपने हृदय में रखेंगे तो वो वचन ही सब कुछ शांत कर पाएंगे पिता। पिता आज हमें विश्वास है पिता कि आपके वचन के माध्यम से हम अपने आप को शांत कर पाएंगे पिता और जो भी प्रॉब्लम्स का हम समाधान हम पा पाएंगे पिता।
पिता यहाँ में जितना भी बैठे हुए हम लोग भाई बहन लोग, तो सभी लोग को प्रभु पिता आप आशीष करना, ताकि सभी लोग आपके राज्य में रह के पिता एक अच्छा नागरिक बन सके पिता, और विश्वास में भी मजबूत हो सकेंगे, और हम सब लोग मिल के आपकी इच्छा को हम पूरा कर पाएंगे पिता। केवल इच्छा को ही नहीं पिता, जितने भी लोग हैं पिता आपसे अनजाने हैं, आपसे दूर है पिता, उन सभी को भी आपके राज्य में ला सकेंगे, और आप में और सभी लोग विश्वासी होके अपना आत्मा को उद्धार कर पाएंगे पिता। पिता हम सभी को आशीष करना, बुद्धि देना, ज्ञान देना पिता, और जो लोग बीमार है, रोग में है पिता, उन सबके लिए प्रार्थना करते हैं, उन सबको भी आप चंगाई करना, ताकि वो सभी लोग भी चंगाई होके आपको धन्यवाद कर पाएंगे और आपकी सेवा के लिए हमेशा आगे बढ़ पाएंगे पिता। ये शाम का समय में पिता सब कुछ आपके हाथ में रखने से पहले पिता हम सभी लोग विनती करते हैं पिता, अगर आपका इच्छा होगा तो हम फिर से आपको धन्यवाद करने के लिए हम फिर से एक नए सेशन के साथ हम बैठ सकेंगे पिता, फिर से हम सब लोग मिलकर आपको धन्यवाद कर पाएंगे पिता। पिता अगर हम सबसे कोई गलती हुआ है, कोई अपराध हुआ है पिता, हम सभी को क्षमा करना पिता। ये समय में ये प्रार्थना हम सब लोग आपका बेटा, हम आपका उद्धारकर्ता प्रभु यीशु मसीह के नाम से हम